ଏହି କାହାଣୀ ହେଉଛି ଜଣେ ରାଜାର କାହାଣୀ ଯାହାର 3ଟି ପୁତ୍ର ଥିଲା। ରାଜା ଭାବିଲେ 3 ଜଣଙ୍କର ବୁଦ୍ଧି ସେଇ କ୍ଷମତା ହେବା ଦରକାର ଯିଏ ରାଜା ହେଉନା କାହିଁକି ଡିଫିକଲ୍ଟ ସମୟରେ ଯେମିତି ଠିକ୍ ଡିସିସନ୍ ନେଇପାରିବ। ଏଥିପାଇଁ ରାଜା ସେମାନଙ୍କୁ ତାଙ୍କ ଦରବାରକୁ ଡାକିଲେ। ଆଉ ସେ ଭାବିଲେ ସେଇ 3 ଜଣଙ୍କୁ ଗୋଟିଏ ଟାସ୍କ ଦେବେ। ତ ସେ ତାଙ୍କ ଦରବାରକୁ ଡାକିକି ତାକୁ ଟାସ୍କ ବିଷୟରେ ବୁଝେଇଲେ। କହିଲେ ତମକୁ ଗୋଟିଏ ଗଛ ଖୋଜିବାକୁ ପଡ଼ିବ ଯେଉଁଟାକି ଆମ ରାଜ୍ୟରେ ନାହିଁ। ଆଉ କଣ୍ଡିସନ୍ ଅଛି ପ୍ରତି 4 ମାସ ଅନ୍ତରାଳରେ ତମେ 3 ଭାଇ ଜଣେ ଜଣେ ଯିବ। ସେଇ ଗଛକୁ ଖୋଜିକି ଆମକୁ କହିବ ସେଇ ଗଛ କେମିତି ଦେଖାଯାଇଥାଏ। ତ ସବୁଠାରୁ ବଡ଼ ପୁଅ କହିଲା ପିତାଶ୍ରୀ ସେଇ ଗଛର ନାମ ତ କୁହନ୍ତୁ। ତ ରାଜା କହିଲେ ସେଇ ଗଛର ନାମ ହେଉଛି ଡାଳିମ୍ବ ଗଛ। ସର୍ବପ୍ରଥମେ ବଡ଼ ପୁତ୍ରକୁ ପଠାଗଲା। ସେ ଗଲା ଆଉ ଦେଖିକି ଆସିଲା ଆଉ ସେଇ ଗଛ ପାଖ ରାଜ୍ୟରେ ହିଁ ଥିଲା। ଯେତେବେଳେ ସେ ଫେରିକି ଆସିଲା ତା ବଡ଼ ପୁତ୍ର ତା ବାପାଙ୍କୁ କହୁଛି ପିତାଶ୍ରୀ ଯଦି ଆପଣଙ୍କର ଅନୁମତି ଥିବ ତ ମୁଁ କହିପାରିବି ସେ ଗଛ କେମିତି ଦେଖାଯାଇଥାଏ। ତ ରାଜା କହିଲେ ନାହିଁ ଏବେ ନାହିଁ ଟିକେ ଅପେକ୍ଷା କର। ସେ ତାଙ୍କ ମଝିଆ ପୁତ୍ରକୁ ପଠାଇଲେ ତାପରେ ତା ସାନ ପୁତ୍ରକୁ ପଠାଇଲେ। ଦୁହେଁ ଯେତେବେଳେ ଫେରି ଆସିଲେ ସେ ପୁଣି ଥରେ ସେ 3 ରାଜକୁମାରକୁ ରାଜ ଦରବାରକୁ ଡାକିଲେ। ରାଜା ଥିଲେ ମନ୍ତ୍ରୀ ଥିଲେ ଆଉ ଅଲଗା ଅଲଗା ରାଜ୍ୟର ରାଜାମାନେ ମଧ୍ୟ ଥିଲେ। ଆଉ ଯେଉଁ ମହାରାଜା ତାଙ୍କ ପିତାଶ୍ରୀ କହିଲେ ଏବେ କୁହ ସେଇ ଗଛ କେମିତି ଦେଖାଯାଇଥାଏ ଏବଂ କେଉଁଠି ଅଛି। ତ ସର୍ବପ୍ରଥମେ ତା ବଡ଼ ପୁତ୍ର କହିଲା ପିତାଶ୍ରୀ ଆମ ପାଖ ରାଜ୍ୟ ହିଁ ସେଇ ଗଛ ଅଛି। ମୁଁ ଯେତେବେଳେ ସେଇ ପାଖ ରାଜ୍ୟକୁ ଗଲି ମୁଁ ସେଇ ଲୋକମାନଙ୍କୁ ପଚାରିଲି ଡାଳିମ୍ବ ଗଛ କେମିତି ଦେଖାଯାଇଥାଏ। ତ ସେଠିକାର ଲୋକ ମୋତେ ସେଇ ଗଛକୁ ଦେଖେଇଲେ। ମୁଁ ଯେମିତି ଦେଖିଲି ସେଇ ଗଛକୁ ସେଇ ଗଛ ପୁରା ଶୁଖିଲା ଥିଲା। ତା ବଡ଼ ପୁଅର କଥା ନ ସରୁଣୁ ମଝିଆ ପୁଅ କହିଲା କି କଥା କହୁଛ ଭାଇ ପିତାଶ୍ରୀ ମୁଁ ଯେଉଁ ଗଛକୁ ଦେଖିଲି ସେଇ ଗଛରେ ପତ୍ର ଥିଲା କିନ୍ତୁ ଗୋଟିଏ କମ୍ବି ଥିଲା କି ସେଇ ଗଛରେ ଫଳ ନଥିଲା। ତା ମଝିଆ ପୁଅର କଥା ନ ଶୁଣୁ ସାନ ପୁଅ କହିଲା ପିତାଶ୍ରୀ ଭାଇ କି କଥା କହୁଛନ୍ତି ମୁଁ ଯେଉଁ ଗଛକୁ ଦେଖିଲି ସେଇ ଗଛରେ ପତ୍ର ଥିଲା ଫଳ ମଧ୍ୟ ଥିଲା। ମୁଁ ସେଇ ପାଖାପାଖି ଲୋକମାନଙ୍କୁ ପଚାରିଲି ସେମାନେ କହିଲେ ଏହି ଗଛ ହିଁ ଡାଳିମ୍ବ ଗଛ ଆଉ ସେଇ ଗଛରେ ଫଳ ମଧ୍ୟ ଥିଲା। ଯେମିତି 3 ଜଣ ଯାକ କହିଲେ 3 ଜଣ ମଧ୍ୟରେ ଯୁକ୍ତିତର୍କ ହେବାରେ ଲାଗିଲେ ଝଗଡ଼ା ହେବାରେ ଲାଗିଲେ। ଆଉ ସେଠାରେ ବସିଥିବା ରାଜା ଏବଂ ମନ୍ତ୍ରୀମାନେ କହିଲେ ଇଏ କ'ଣ କରୁଛନ୍ତି ରାଜା ତାଙ୍କ 3 ପୁଅ ମଧ୍ୟରେ ଝଗଡ଼ା ଲଗାଉଛନ୍ତି। ଆଉ ସେତେବେଳେ ମହାରାଜ ସିଂହାସନରୁ ଉଠିଲେ ଆଉ 3 ଜଣଙ୍କୁ କହିଲେ ତମେ 3 ଜଣ ଯାକ ଠିକ୍ ଅଛ। ତମେ 3 ଜଣ ଯାକ ସେଇ ଗଛକୁ ହିଁ ଦେଖିଛ। ଯେହେତୁ ତମେ 4 ମାସ ଅନ୍ତରାଳରେ ଯାଇଥିଲ ତେଣୁକରି ତମେ ଗୋଟିଏ ଗଛକୁ ତାର ଅଲଗା ଅଲଗା ରୂପକୁ ଦେଖିଲ। ତମେ 3 ଜଣ ଯାକ ଝଗଡ଼ା କରିବାର ଆବଶ୍ୟକତା ନାହିଁ। 3 ଜଣ ଯାକ ଚୁପ୍ ହୋଇଗଲେ। ଆଉ ସେତେବେଳେ ମହାରାଜ କହିଲେ ମୁଁ ତମକୁ 3ଟି କଥା ଶିଖାଇବାକୁ ଯାଉଥିଲି ଯେଉଁଥିପାଇଁ ତମକୁ ସେଇ ଗଛକୁ ଖୋଜିବା ପାଇଁ ଅନ୍ୟ ରାଜ୍ୟକୁ ପଠେଇଲି। ରାଜକୁମାରମାନେ ପଚାରିଲେ ପିତାଶ୍ରୀ କ'ଣ ଶିଖିବାକୁ ଚାହୁଁଥିଲେ। ତ ସେ କହିଲେ ତମେ ଯେହେତୁ ଗୋଟିଏ ଗଛକୁ ଅଲଗା ଅଲଗା ଟାଇମ୍ରେ ଦେଖିଲ ଆଉ ସେଥିରୁ 3ଟି କଥା ଶିଖିବାକୁ ମିଳୁଛି। ଫାର୍ଷ୍ଟ କେଉଁ ବି ଘଟଣା ପରେ ସେତେବେଳେ ପର୍ଯ୍ୟନ୍ତ ନିନି ଅନିଅନି ଯେଉଁ ପର୍ଯ୍ୟନ୍ତ ତମେ ପୁରା ସତ ନ ଜାଣିଛ ସେଇଟା ମଣିଷ ହଉ ଜିନିଷ ହଉ କେଉଁ ଘଟଣା ହଉ ସେତେବେଳେ ପର୍ଯ୍ୟନ୍ତ ଡିସିସନ୍ ନିଅନି ଯେଉଁ ପର୍ଯ୍ୟନ୍ତ ତମେ ପୁରା ସତ ନ ଜାଣିଛ। ସେକେଣ୍ଡ ଜୀବନରେ କାହାକୁ ଜଜ୍ କରିବ ନାହିଁ। ବଡ଼ ପୁଅ ଭାବିଲା ସେଇ ଗଛ ଶୁଖିଲା ହୋଇଥିବ। ମଝିଆ ପୁଅ ଭାବିଲା ସେଇ ଗଛରେ କେଉଁ ଫଳ ହେଉନଥିବ। ଆଉ ଯେତେବେଳେ ସାନ ପୁଅ ସେଇ ଗଛକୁ ଦେଖିଲା ସେଇ ଗଛରେ ପତ୍ର ଥିଲା ଏବଂ ଫଳ ମଧ୍ୟ ଥିଲା। ଥାର୍ଡ଼ ରାଜା କହିଲେ 3 ନମ୍ବର ସବୁଠୁ ଇମ୍ପୋର୍ଟାଣ୍ଟ ମଣିଷର ସମୟ କେବେ ବି ସମାନ ରହିନଥାଏ। ସେଇ ଗଛ ଯେତେବେଳେ ଖରାଦିନ ଆସିଥାଏ ପତ୍ର ଶୁଖି ଯାଇଥାଏ ଆଉ ଯେତେବେଳେ ଶ୍ରାବଣ ମାସ ଆସିଥାଏ ପୁରା ଗଛ ପତ୍ରରେ ପରିପୂର୍ଣ୍ଣ ହୋଇଯାଇଥାଏ। ସି ୟୁ ନେକ୍ସଟ ଭିଡ଼ିଓ। ବି ହ୍ୟାପି ବି ଲାଇଫ୍।